ସମ୍ମାନୀୟ ସଭାପତି ମୋର ପୂଜ୍ୟ ଗୁରୁଜୀ ଗୁରୁବୃନ୍ଦ ଉପସ୍ଥିତ ସମସ୍ତ ଗୁରୁଜନମାନେ ତଥା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ଓ ମୋର ସହପାଠୀବୃନ୍ଦ, ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ ସ୍ୱାଧୀନତା ଦିବସ। ଏହି ସ୍ୱାଧୀନତା ଦିବସ ଅବସରରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଆମ ଦେଶ 200ରୁ ଅଧିକ ବର୍ଷ ଧରି ଇଂରେଜମାନଙ୍କର ଶାସିତ ହୋଇ ଆସିଥିଲା। 1947 ମସିହା ଆଜିର ଦିନରେ ବୀର ସ୍ୱାଧୀନତା ସଂଗ୍ରାମୀମାନେ କଷ୍ଟ ଯନ୍ତ୍ରଣା ସହି ଆମକୁ ସ୍ୱାଧୀନତା ଦେଇଥିଲେ। ଆମେ ମିଳିମିଶି ଶପଥ ନେବା, ଦରକାର ପଡ଼ିଲେ ଆମ ଦେଶ ପାଇଁ ହସି ହସି ଜୀବନ ଦେବା। ଆମେ ଗର୍ବ କରିବା ଆମେ ସବୁ ଭାରତୀୟ। ମୁଁ ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।